ଆଜ୍ଞା 13 ପରେ ପରେ ରାତି ତାପମାତ୍ରା ବି ବଢିଯିବ, ଦିନ ତାପମାତ୍ରା ବି ବଢିବ। ଆମେ ତାତି କଣ୍ଡିସନ ରେ ସମ୍ପୂର୍ଣ୍ଣ ଓଡ଼ିଶା ବି ଏଥିରେ ବେଶୀ ପ୍ରଭାବିତ ହବ ପାର୍ଶ୍ୱବର୍ତ୍ତୀ ରାଜ୍ୟଙ୍କ ସହିତ। ତେଣୁ ତାତି କଣ୍ଡିସନ ରହିବ ଆଉ କିଛିଟା ସ୍ଥାନରେ 40 ଡିଗ୍ରୀ ଉପରେ ବି ଚାଲିଯିବ। ସାର୍ ଆପଣଙ୍କୁ ନ୍ୟୁଜ ରୁମ୍ କୁ ସ୍ୱାଗତ କରୁଛି। ସାର୍ ବର୍ତ୍ତମାନ ସମୟରେ ଯେଭଳି ଭାବେ ଗୋଟେ ଗରମ କଣ୍ଡିସନ ରେ ଆମେ ମାନେ ଅଛେ, ତ ଦିନକୁ ଦିନ କହିବା ଯଦି ଯେ 2 ଦିନ ହବ ଲଗାତାର ଭାବେ ତାତି ବୃଦ୍ଧି ପାଉଛି। ଏଭଳି କଣ୍ଡିସନ ହିଟୱେଭ କଣ୍ଡିସନ କେତେ ଦିନ ଧରି ଲାଗି ରହିବ, କଣ କହିବେ ବର୍ତ୍ତମାନର ଅପଡେଟ କୁ ନେଇ ସାର୍? ନମସ୍କାର। ବର୍ତ୍ତମାନ ଆମର ଯୋଉ ତାତିର ପରିବେଶ ପଶ୍ଚିମରୁ ପୂର୍ବ ଭାରତ ଆଡକୁ ଅଗ୍ରସର ହଉଛି। ପଶ୍ଚିମ ଭାରତ ତାପରେ କେନ୍ଦ୍ରୀୟ ଭାରତ ଏବେ ପୂର୍ବ ଭାରତ। ମତେ ଲାଗୁଛି ଆଜିଠୁ ପ୍ରଭାବଟା ଆଉ ଟିକେ ବଢିବ। ପୂର୍ବ ଭାରତରେ ଯୋଉ ରାଜ୍ୟମାନେ ଅଛନ୍ତି ଯେମିତି ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଆଉ ପଶ୍ଚିମବଙ୍ଗ, ତେଣୁ ଏଇ ପ୍ରଭାବଟା ଟିକେ ଆଉ ଟିକେ ବଢିବ ଗ୍ରାଜୁଆଲି। ମତେ ଲାଗୁଛି ଯୋଉ ସମୟ ସୀମାଟା ରହୁଛି 13 ରୁ 16, 17 ସେଠି ଅଧିକା ତାପମାତ୍ରା ରହିବ ଆଉ ରାତି ବେଳା ବି ତାପମାତ୍ରାଟା ବଢିବ। ଅବିକା ରାତିରେ ଆଂଶିକ ରୂପେ ଆମର ଟିକେ ରିଲାକ୍ସେସନ ଥିଲା, କିନ୍ତୁ 13 ପରେ ପରେ ରାତି ତାପମାତ୍ରା ବି ବଢିଯିବ, ଦିନ ତାପମାତ୍ରା ବି ବଢିବ। ଆମେ ତାତି କଣ୍ଡିସନ ରେ ସମ୍ପୂର୍ଣ୍ଣ ଓଡ଼ିଶା ବି ଏଥିରେ ବେଶୀ ପ୍ରଭାବିତ ହବ ପାର୍ଶ୍ୱବର୍ତ୍ତୀ ରାଜ୍ୟଙ୍କ ସହିତ। ତେଣୁ ତାତି କଣ୍ଡିସନ ରହିବ ଆଉ କିଛିଟା ସ୍ଥାନରେ 40 ଡିଗ୍ରୀ ଉପରେ ବି ଚାଲିଯିବ। ଆଉ କିନ୍ତୁ ଗୋଟେ ଭଲ ଜିନିଷ ରହୁଛି ଯେ 19 ପରେ ପରେ 20 ପରେ ଯୋଉ ଆମର କାଳ ବୈଶାଖୀର କିଛିଟା ଆକ୍ଟିଭିଟିଜ ରହୁଛି, ଯୋଉଟା ପୁଣି ତାତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ରହିବାର ସମ୍ଭାବନା ମତେ ଲାଗୁଛି। ସାର୍ ବର୍ତ୍ତମାନ ସମୟରେ ଦେଖିବାକୁ ମିଳୁଛି ଯେ ସ୍ଥାନେ ସ୍ଥାନେ କୋଉଠି କଣ୍ଡିସନ ଦେଖିବାକୁ ମିଳୁଛି, କିନ୍ତୁ ରାଜଧାନୀ ଭୁବନେଶ୍ୱର କଥା ଆମେ ଯଦି କହିବା ପୁରା କ୍ଲିୟର, କୌଣସି କୋଉଠି ସ୍ଥିତି ଦେଖିବାକୁ ମିଳୁନି। ଏମିତି ସ୍ଥାନେ ସ୍ଥାନେ କାହିଁକି କୋଉଠି ଦେଖିବାକୁ ମିଳୁଛି ଏବଂ ଅନ୍ୟ ସ୍ଥାନ ମାନଙ୍କରେ କୋଉଠି କଣ୍ଡିସନ ସେମିତି କିଛି ଦେଖିବାକୁ ମିଳୁନି, ଏହାର କାରଣ କଣ? କୁହୁଡି କଣ୍ଡିସନ ବର୍ତ୍ତମାନ ବହୁତ କମ ଦେଖିବାକୁ ମିଳିବ, କାରଣ କିଛିଟା ଆମର ସାମୁଦ୍ରିକ ବାୟୁ ଆସୁଛି ଆଉ ଆମର ବାଦଲ ବିହୀନ ଆକାଶ ଅଛି। ସ୍ଥାନେ ସ୍ଥାନେ ବହୁତ ଘନତ୍ୱ ବି ରହିବନି, କିନ୍ତୁ କିଛିଟା ଜାଗାରେ ସ୍ଥାନେ ସ୍ଥାନେ କୁହୁଡି ରହିଯାଉଛି। କିନ୍ତୁ ମୋଷ୍ଟଲି ମତେ ଲାଗୁଛି ଆଉ ବର୍ତ୍ତମାନ କୁହୁଡିର କୌଣସି ସମ୍ଭାବନା ବେଶୀ ଲାଗୁନି। ଆପଣ ମୁଖ୍ୟତଃ ତାତି କଣ୍ଡିସନରେ ରହିବେ ଆଉ ତାତି କଣ୍ଡିସନ ଟା ମତେ ଲାଗୁଛି ଆହୁରି ଗୋଟେ ସପ୍ତାହ ରହିବ। ତାପରେ ଧୀରେ ଧୀରେ ଟିକେ ଆମର ଯୋଉ କନଭେକ୍ଟିଭ ଆକ୍ଟିଭିଟିଜ ରହିବ, ଯାହାଫଳରେ କି ପୁଣି ତାତି ନିୟନ୍ତ୍ରଣ ହବ। କୁହୁଡି ସାମାନ୍ୟ କୋଉଠି ରହିଯାଉଛି, ମତେ ତାଦେହରେ ବେଶୀ କିଛି ପ୍ରଭାବ ଲାଗୁନି। ତେବେ ସାର୍ ଯୋଉ କମେଣ୍ଟର ମାନଙ୍କର ଆମର କିଛି କ୍ୱେଶ୍ଚିନ୍ ରହିଯାଇଛି, ମୁଁ ଏବେ ପଚାରିବା ପାଇଁ ଚାହିଁବି। ସାର୍ ଗଛ କାଟିବା କିମ୍ବା ଜଙ୍ଗଲ ନଷ୍ଟ କରିବା ଦ୍ୱାରା ଦିନକୁ ଦିନ ବଢୁଛି କି ତାପମାତ୍ରା? ଆମେ ଯଦି ସମସ୍ତେ ମିଶି ପ୍ରତିଦିନ ଗଛ ଲଗାଇବା ଉପରେ ଯଦି ଗୁରୁତ୍ୱ ଦେବା, ତାହେଲେ କଣ କିଛିଟା ଗରମରୁ ମୁକ୍ତି ମିଳିବ କି ସାର୍? ହଁ, ବହୁତ ଭଲ ସଜେସନ ଦେଇଛନ୍ତି। ସେଇଟା ହିଁ ଆମର ଦାୟିତ୍ୱ। ଗଛ ଲଗେଇବା ଦ୍ୱାରା କେବଳ ଯେ ଆମେ ସ୍ଥାନୀୟ ଯୋଉ ତାପମାତ୍ରା ବଢି ଯାଉଛି ତାକୁ ନିୟନ୍ତ୍ରଣ କରିବା, ବଟ୍ ଲାର୍ଜ ସ୍କେଲରେ ଆମର ଯୋଉ ଭୂତଳ ଜଳ ଯୋଉ ଗ୍ରାଉଣ୍ଡ ୱାଟର, ସେ ସିଷ୍ଟମଟା କି ଆକ୍ଟିଭେଟ କରିଦେଇ ପାରିବା। ଗଛ ଲଗେଇବା ଦ୍ୱାରା ଆମର କିଛିଟା କାର୍ବନ ସିଙ୍କର ବି କାମ କରେ ଯୋଉ ପ୍ରଦୂଷଣ ରହୁଛି। ତେଣୁ ଗଛ ଲଗେଇବାଟା ଗୋଟେ ମାସିଭ ସ୍କେଲରେ ହେଲେ ଆମେ କିଛିଟା ତାର ଯୋଉ ସନ୍ତୁଳନ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନରେ ବିଗିଡି ଯାଇଛି ତାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହବା। ତେଣୁ ଗଛ ଲଗେଇବାଟା ଆମର ଗୋଟେ ପ୍ରାଥମିକ ଦାୟିତ୍ୱ ଭାବରେ ଆମେ ନବା। ସାର୍ ସୌମ୍ୟଙ୍କର କିଛି କ୍ୱେଶ୍ଚିନ୍ ରହିଛି, ମୁଁ ଏବେ ପଚାରିବା ପାଇଁ ଚାହିଁବି। ସାର୍ ଏବେ କିଛି ବର୍ଷ ହେବ ରାଜସ୍ଥାନ ଭଳି ବିରାଟ ମରୁଭୂମି ଅଞ୍ଚଳରେ ଅଧିକ ବର୍ଷା କଣ ପାଇଁ ହେଉଛି, କଣ କହିବେ ଏହାର କାରଣ କଣ? ହଁ, ସେଇଟା ପରିଲକ୍ଷିତ ହଉଛି। ଆମର ଯୋଉ ମରୁଭୂମି ଅଞ୍ଚଳ ଉତ୍ତର ପଶ୍ଚିମ ଭାରତରେ ଟିକେ ବର୍ଷାର ପରିମାଣ ବଢୁଛି, ତାର ମୁଖ୍ୟ କାରଣ ଜଣା ପଡୁଛି ଯୋଉ ଆମର ଲଘୁଚାପ କ୍ଷେତ୍ର କି ଅବପାତ କ୍ଷେତ୍ରର ଯୋଉ ରାସ୍ତା, ସେ ରାସ୍ତାରେ ସାମାନ୍ୟ ଚେଞ୍ଜେସ୍ ଲାଗୁଛି ଆଉ ସେଇଟା ଟିକେ ଶକ୍ତିଶାଳୀ ରହୁଛି, ଯୋଉଟା କି ଆମର ଗୁଜରାଟ, ଆମର ରାଜସ୍ଥାନ ଅପ୍ ଟୁ ପାକିସ୍ତାନ ସେଇ ଅଞ୍ଚଳ ପର୍ଯ୍ୟନ୍ତ ବର୍ଷା ଦଉଛି। ସେଇଥିପାଇଁ କି ଯୋଉ ମରୁଭୂମି ଅଞ୍ଚଳଟା ବର୍ତ୍ତମାନ ଧୀରେ ଧୀରେ ଟିକେ ବିଗତ 4-5 ବର୍ଷ ହେଲା ବି ଜଣା ପଡୁଛି ଯେ ଟିକେ ଅଧିକା ବର୍ଷା ପାଉଛି। ତେବେ ସାର୍ ଗୋଟେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଆମେ ଯଦି ଦେଖିବା,
ଏବେ ଲାଗୁନି ଯେ 2010 ମସିହା ପର୍ଯ୍ୟନ୍ତ କାଳ ବୈଶାଖୀ ବର୍ଷାର ପ୍ରକୋପ ଠିକ ଠାକ ଥିଲା ବୋଲି? ହଁ, କାଳବୈଶାଖୀ ବର୍ଷା କିଛିଟା ସ୍ଥାନୀୟ କାରଣ ଯୋଗୁ ହେଇଥାଏ ଆଉ ସ୍ଥଳ ଭାଗରେ ଉତ୍ତାପ ବୃଦ୍ଧି ଯୋଗୁ ହଉଥାଏ। ବର୍ତ୍ତମାନ ଯୋଉ ଆପଣଙ୍କର ନେକ୍ସଟ 5-7 ଦିନ ଆସିବ ସେ ସ୍ଥଳ ଭାଗକୁ ଉତ୍ତପ୍ତ କରିଦବ, ତେଣୁ ସିଏ ଗୋଟେ ପରିବେଶ ସୃଷ୍ଟି କରିବ ଯେ କାଳବୈଶାଖୀ କରିବା ପାଇଁ। ତେଣୁ ମତେ ଲାଗୁଛି ଏଇ ବର୍ଷ ଗୋଟେ କାଳବୈଶାଖୀର କିଛିଟା ପ୍ରଭାବ ରହିବ। ମତେ ଲାଗୁଛି ପ୍ରଥମ ପ୍ରଭାବଟା ମାର୍ଚ୍ଚ ଯୋଉ ଲାଷ୍ଟ 10 ଦିନ ରହୁଛି 20 ପରେ ଆମର ଓଡିଶା ଆଉ ପାର୍ଶ୍ୱବର୍ତ୍ତୀ ରାଜ୍ୟ ମାନଙ୍କରେ ରହିପାରେ, ତେଣୁ ତାପମାତ୍ରାରେ ନିୟନ୍ତ୍ରଣ କରିବ। ଜଳବାୟୁ ପରିବର୍ତ୍ତନର କ୍ରମ ଯଦି ଆଗକୁ ବଢିଯାଏ ତେବେ କଣ ହେବ? ଆମେ କଣ ଓଡିଶା ଭଳି ରାଜ୍ୟରେ ଭୟଙ୍କର ବିପର୍ଯ୍ୟୟ ଦେଖିପାରିବା କି? ହଁ, ଜଳବାୟୁ ପରିବର୍ତ୍ତନଟା କୌଣସି ଆଞ୍ଚଳିକ ପରିବେଶକୁ ବି ପ୍ରଭାବିତ କରିବ, ତା ସହିତ ବି ବିଶ୍ୱର ସମସ୍ତ ଅଞ୍ଚଳରେ ପ୍ରଭାବ ଦଉଛି। କୋଉଠି କୋଉଟା ପ୍ରଭାବ ଦବ, ଯେମିତି ଆମେ ବର୍ତ୍ତମାନ ଗୋଟେ ଜ୍ୱଳନ୍ତ ଉଦାହରଣ ଭାବରେ ଆମେ ଫେବୃଆରୀ ମାସରେ ହିଟ୍ ୱେଭ୍ କଣ୍ଡିସନ ଦେଖୁଛୁ, ଗ୍ରୀଷ୍ମ ପ୍ରଭାବ ଦେଖୁଛୁ ଓଡିଶା ପରିପ୍ରେକ୍ଷୀରେ। ଆଉ 2024ରେ ଆମେ ଜମା କାଳବୈଶାଖୀ ଦେଖିଲୁନୁ। ତେଣୁ ଆର ବିଭିନ୍ନ ପ୍ରକାର ଦିଗ ରହୁଛି। ତାପରେ ଆମର ଯୋଉ ମନସୁନ ବର୍ଷାର କିଛିଟା ବି ପ୍ରଭାବିତ ହଉଛି, ମନସୁନର ବର୍ଷା ବିସ୍ତୃତି ପରିମାଣ। ତେଣୁ ବିଭିନ୍ନ ଦିଗ ଅଛି ଜଳବାୟୁ ପରିବର୍ତ୍ତନର। ସ୍ଥାନୀୟ ଯୋଉ ପ୍ରଭାବଟା ଗୋଟେ ଯେମିତି ଓଡିଶାରେ ଆମର ଗୋଟେ ରହୁଛି ଯେ ସମୁଦ୍ରର ଜଳପତ୍ତନ ବୃଦ୍ଧି ଯୋଗୁ ଆମର କିଛିଟା କୂଳ ଲଙ୍ଘୁଛି, ତେଣୁ ଏସବୁ ବିଭିନ୍ନ ପ୍ରକାର ପରିସ୍ଥିତି ଓଡିଶା ପାଇଁ ରହିପାରେ। ତାପରେ ଆଉ ଗୋଟେ ଜିନିଷ ରହୁଛି ଯେ ଆମର ଯୋଉ ଜଙ୍ଗଲରେ ନିଆଁ ଲାଗିବା, କିନ୍ତୁ ତା ଦେହରେ କେତେ ଜଳବାୟୁର ପ୍ରଭାବ ଆଉ କେତେଟା ଅନ୍ୟ ପ୍ରଭାବ ସେଥିରେ ବି ବିଶ୍ଳେଷଣ ରହିବା ଦରକାର। କିନ୍ତୁ ଜଳବାୟୁ ପ୍ରଭାବଟା ଏବେ ଧୀରେ ଧୀରେ ହିଟ୍ ୱେଭ୍ ପରିପ୍ରେକ୍ଷୀରେ ପୁରା ସମ୍ପୂର୍ଣ୍ଣ ସ୍ପଷ୍ଟ ହଉଛି ଫେବୃଆରୀ ଆଉ ମାର୍ଚ୍ଚ ମାସରେ ଯୋଉ ହିଟ୍ ୱେଭ୍ ଚାଲୁଛି। ସାର୍, ନଦୀ ପୋଖରୀ ସମୁଦ୍ରରୁ ଯେଉଁ ସବୁ ଜଳ ଗୁଡିକ ବାଷ୍ପୀକରଣ ହୁଏ ତା କଣ ପୁଣି ଥରେ ବର୍ଷା ରୂପରେ ଆସିଥାଏ କି? ଏହା କେତେ ଦୂର ସତ ବୋଲି ଭାବିବେ ଆପଣ? ହଁ, ଆପଣଙ୍କ ବିଶ୍ଳେଷଣ ଠିକ ଅଛି, ଏଇଟା ସତ। ଆମର ଯୋଉ ହାଇଡ୍ରୋଲୋଜିକାଲ ସାଇକେଲ ଅଛି, କାରଣ ଆପଣଙ୍କର ସମୁଦ୍ରରୁ ନଦୀରୁ ଯୋଉ ଜଳର ବାଷ୍ପୀକରଣ ହୁଏ ସେ ପୁଣି ବାଦଲ ରୂପେ ବର୍ଷାର ପରିଗଣିତ ହୋଇ ପୁଣି ବର୍ଷା କରାଏ। ତେଣୁ ଏଇଟା ଠିକ କଥା। ସାର୍, ଦିନ ବେଳା ଉତ୍ତର ପଶ୍ଚିମ ଦିଗରୁ ଯେଉଁ ପବନ ବହୁଛି ତା ଖୁବ ଜୋରରେ ହଉଛି, ପୁରା ତୁଫାନ ପରି ଲାଗୁଛି। ଯଦି ରାତି ହେଲେ ତା ପବନ କଣ ପାଇଁ ପୁରା ଧିମେଇ ଯାଉଛି? ହଁ, ଦିନ ବେଳା ଆପଣଙ୍କର ଯୋଉ ପବନର ବେଗ ଆପଣ କହୁଛନ୍ତି, ସେ ପବନର ବେଗ ସହିତ ଆପଣଙ୍କର ସୂର୍ଯ୍ୟଙ୍କର କିରଣ ତା ଦେହରେ ଆଡ୍ ହେଇଯାଉଛି, ସେଇଥିପାଇଁ ଆପଣ ତାତିଟା ବେଶୀ ଫିଲ୍ କରନ୍ତି। ଆଉ ରାତି ସମୟରେ ବି ପବନର ପ୍ରଭାବଟା ରହେ, କିନ୍ତୁ କିଛିଟା ଆମେ ତ କହୁଛୁ ଯେ ସ୍ଥଳ ଭାଗ ଉତ୍ତପ୍ତ ହବା, କିଛିଟା ଡାଇରୁନାଲ ସାଇକେଲ ଦ୍ୱାରା ପବନର ପ୍ରଭାବ କମେ ଆଉ ବଢେ। କିନ୍ତୁ ଯେହେତୁ ଆମର ଟିକେ ସମୁଦ୍ର ପାଖାପାଖି ରାଜ୍ୟ, ତେଣୁ କିଛିଟା ସାମୁଦ୍ରିକ ବାୟୁ ବି ତାକୁ ପ୍ରଭାବିତ କରେ, ମାନେ ରେଜିଷ୍ଟ କରେ। ଆପଣ ଦେଖିବେ ପଶ୍ଚିମ ଓଡିଶାରେ ଅବିକା ବି ତାତି ଆସିଗଲାଣି 10-11 ପରେ, କିନ୍ତୁ ଆମର ଉପକୂଳବର୍ତ୍ତୀ ଓଡିଶାରେ ଅବିକା ବି କିଛିଟା ଏତେ ତାତି ବଢିନି, କାରଣ ସାମୁଦ୍ରିକ ବାୟୁର ପ୍ରଭାବ ରହୁଛି। କିନ୍ତୁ ଆଜିଠୁ ଦେଖିବେ 12-13 ପରେ ସାମୁଦ୍ରିକ ବାୟୁର ପ୍ରଭାବ କମିଯିବ ଆଉ ଏଇ ଯୋଉ ଉତ୍ତର ପଶ୍ଚିମ ବାୟୁର ପ୍ରଭାବ ବଢିବ। ତେଣୁ ରାତି ବେଳା ଟିକେ ପ୍ରଭାବଟା ସାମାନ୍ୟ କମିଥାଏ, କିନ୍ତୁ 13 ତାରିଖ ଯେତେବେଳେ ପ୍ରଭାବଟା ବହୁତ ବଢିବ, ଆପଣ ଦେଖିବେ ରାତିରେ ବି ଡିସକମ୍ଫର୍ଟ 13-17 ପିରିୟଡ ରହୁଛି ସେ ବି ରହିବ। କିନ୍ତୁ ସାମୁଦ୍ରିକ ବାୟୁ ବେଳେ ବେଳେ ସେ ପ୍ରଭାବକୁ କମ କରିଦେଇଥାଏ ଆଉ ଦିନ ବେଳା ଆପଣଙ୍କର ସୂର୍ଯ୍ୟଙ୍କର କିରଣ ତା ଦେହରେ ଆହୁରି ପ୍ରଭାବକୁ ବଢାଇଥାଏ। ଯେହେତୁ ବର୍ତ୍ତମାନ ମାର୍ଚ୍ଚ 12 ହେଲାଣି, କିନ୍ତୁ 12-20 ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି କି? ନାଇଁ, ବର୍ତ୍ତମାନ ଆପଣ ସମ୍ପୂର୍ଣ୍ଣ ତାତି କଣ୍ଡିସନ ରହିବେ, କିନ୍ତୁ 20 ପରେ ଲାଗୁଛି ଏଇ ଯୋଉ ବର୍ଷର ଏଇ ସିଜନର ପ୍ରଥମ କିଛିଟା କନଭେକ୍ଟିଭ ବର୍ଷା ଆକ୍ଟିଭିଟିଜ, ପ୍ରି ମନସୁନ ଯୋଉଟା ଆମେ କହୁ କାଳବୈଶାଖୀ ଆକ୍ଟିଭିଟିଜ ସମ୍ଭାବନା ରହୁଛି 20 ପରେ। କିନ୍ତୁ ବର୍ତ୍ତମାନ ଆପଣଙ୍କର 12-19 ସମୟ ସୀମା ରହୁଛି ତାତି କଣ୍ଡିସନ ହିଁ ଓଡିଶା ରହିବାର ସମ୍ଭାବନା ରହୁଛି। ଆଜ୍ଞା ସାର୍, ସାର୍ ସମୁଦ୍ର ମଝିରେ ଅଧିକ ବର୍ଷା ହୁଏ ନା ସ୍ଥଳ ଭାଗରେ ଅଧିକ ବର୍ଷା ହୁଏ? ଯଦି ବି ହୁଏ ଏହାର କାରଣ କଣ? ହଁ, ନାଇଁ, ସମୁଦ୍ରରେ ବହୁତ ବର୍ଷା ହୁଏ। ସମୁଦ୍ରରେ ଅଲମୋଷ୍ଟ ସ୍ଥଳ ଭାଗରେ ଯେତେ ବର୍ଷା ହୁଏ, ସମୁଦ୍ରରେ ତା 2 ଗୁଣା ଅଧିକା ବର୍ଷା ହୁଏ, କାରଣ ସମୁଦ୍ରରେ
ଆମର ଗୋଟେ कॉन्सेप्ट अच्छी इंटरट्रॉपिकल कन्वर्जेंट जोन सेटा समुद्र रे 24 घंटा थाए और 365 दिन थाए और सबू विषुवरेखा अंचल रे बहुत वर्षा कराए और समुद्र रे जो बाष्पीकरण भी हुए और जो हमर जो लघुचाप क्षेत्र की जो साइक्लोन बहुत समुद्र रे सृष्टि हुए तल भाग को किछिटा प्रभावित कर थाई पारे किंतु समुद्र रे 2 गुणा वर्षा स्थल भाग अपेक्षा हुए और समुद्र ही आमर जो स्थल भाग में वर्षा करने जो जो सिस्टम सब बनई था जमी आप लघुचाप क्षेत्र अवपात क्षेत्र बनई था तो समुद्र रे बहुत वर्षा हुए। बहुत बहुत धन्यवाद सर आपन आलोचना पर।